ପୂଜା ପାଇଁ ସମସ୍ତେ ତତ୍ପର କାରଣ ଘରର ପୂଜା ସହିତ ଆଜି ମଧ୍ୟ ଦାଦା ଆଉ ଗୋଟେ ଆନାଉନ୍ସମେଣ୍ଟ କରିବାକୁ ଚାହୁଁଛନ୍ତି। ସେଥିପାଇଁ ସମସ୍ତେ ଖୁସି ଏବଂ ଉତ୍ସାହ ସହିତ ସମସ୍ତେ ଚାଲିଛନ୍ତି, କାର୍ଯ୍ୟ କରିଚାଲିଛନ୍ତି। କିନ୍ତୁ ଜଣଙ୍କର ମୁହଁ ଉଦାସ ଅଛି। ସେ ଜଣକ ହେଉଛନ୍ତି ଆଈ। ଆଈଙ୍କର ମୁହଁ ଏଇଥିପାଇଁ ଉଦାସ ଅଛି ଯେ ଏ ପର୍ଯ୍ୟନ୍ତ ବବଲି ଘରକୁ ଫେରି ନାହିଁ। ଏହାର ନଜର କରିଛନ୍ତି ତରୁଣ। ଆଉ ତରୁଣ ଯେତେବେଳେ ଯାଇଛନ୍ତି ଆଈଙ୍କ ପାଖକୁ ସେତେବେଳେ ଦାଦା ମଧ୍ୟ ଦେଖିଛନ୍ତି। ତରୁଣ ଯାଇ ପଚାରିଛନ୍ତି, ଆଈ ତୁମେ ଏତେ ଟେନସନରେ ଅଛ? ଆଈ କହିଛନ୍ତି, ହଁ ବବଲି କହିଥିଲା ମୁଁ ଏଇ 2 ଘଣ୍ଟା ଭିତରେ ଫେରି ଆସିବି, କିନ୍ତୁ ଏ ପର୍ଯ୍ୟନ୍ତ ଯାଏ ଫେରି ନାହିଁ। ତରୁଣ କହିଥିଲା, ହଁ ସେ ତ କହିଥିଲା ମୁଁ ଯାଉଛି କୋଚ୍ଙ୍କ ପାଖକୁ ଏବଂ 2 ଘଣ୍ଟା ଭିତରେ ଫେରି ଆସିବି। କିନ୍ତୁ ତରୁଣ ମଧ୍ୟ ଫୋନ୍ କରୁଛନ୍ତି ତାର ବବଲିଙ୍କ କତିକି ଏବଂ ତାଙ୍କ କୋଚ୍ଙ୍କ କତିକି, କିନ୍ତୁ କାହା ଫୋନ୍ ଲାଗୁନାହିଁ। ସେଥିପାଇଁ ତରୁଣ ମଧ୍ୟ ବ୍ୟତିବ୍ୟସ୍ତ ହୋଇଯାଉଛନ୍ତି। ଏପଟେ ପୂଜା ପାଇଁ ସମସ୍ତେ ଖୁସି ଥିଲାବେଳେ ସେପଟେ ଆଈଙ୍କ ପରେ ପରେ ତରୁଣ ଏବେ ଟେନସନରେ ଅଛନ୍ତି। କିନ୍ତୁ ଏହାକୁ ନଜର ଅନ୍ଦାଜ କରି ଦାଦା ଯାଇଛନ୍ତି ପୂଜା ପାଖରେ ବସିବା ପାଇଁ। ଆଉ ଯେତେବେଳେ ଦାଦା ଯାଇ ବସିଛନ୍ତି ପୂଜା ପାଖରେ ସେତେବେଳେ ତରୁଣ ଏପଟେ ଫୋନ୍ ଲଗାଇବାରେ ବ୍ୟସ୍ତ ଅଛନ୍ତି। ଆଉ ଦାଦା ଯାଇ ବସିଲା ପରେ ତାଙ୍କ ଧର୍ମପତ୍ନୀ କହୁଛନ୍ତି, ଦେଖ ସମସ୍ତେ କେତେ ଖୁସି ଅଛନ୍ତି, କିନ୍ତୁ ଏ ତରୁଣ ଗୋଟେ ଝିଅଟା ପାଇଁ ଏତେ ଟେନସନରେ ଅଛି। ଆରେ କ'ଣ ଦରକାର ଏତେ ରିଆକ୍ସନ୍ ହେବା କ'ଣ ଦରକାର? ତାର ଆଜି ଏନଗେଜମେଣ୍ଟ, ମୁଁ ତପସ୍ୟା ସହିତ ଏନଗେଜମେଣ୍ଟ କରିବାକୁ ଚାହୁଁଛି, କିନ୍ତୁ ଏ ଦେଖ କେମିତି ସେ ଝିଅ ପ୍ରତି ତାର ଦୁର୍ବଳତା। ଠିକ୍ ଏଇ ସମୟରେ ଖୁଡ଼ି କହିଛନ୍ତି, ଦେଖ ତୁମେ ତରୁଣକୁ କିଛି କହିବ ନାହିଁ। ଆରେ ତୁମର କ'ଣ ପ୍ରୋବ୍ଲେମ୍ କହିଲ? ଦାଦା କହିଛନ୍ତି, ମୋର କାହା ସାଙ୍ଗରେ ପ୍ରୋବ୍ଲେମ୍ ନାହିଁ, କେବଳ ସେ ଝିଅର ଚେହେରା ପ୍ରତି ମୋର ପ୍ରୋବ୍ଲେମ୍ ଅଛି। ହଁ ଫ୍ରେଣ୍ଡସ୍।